ଜୀବନରେ କିଛି ସତ ଓ ଅମୂଲ୍ୟ ବିଚାର। ଭଗବାନଙ୍କ ଉପରେ ବିଶ୍ୱାସ ସେପରି କର ଯେପରି ଏକ ଛୋଟ ଶିଶୁକୁ ପବନରେ ଉପରକୁ ଫିଙ୍ଗିଲେ ସେ ହସିଥାଏ, ଡରି ନଥାଏ, କାରଣ ସେ ଜାଣିଥାଏ ଯେ ଆପଣ ତାକୁ ତଳେ ପକାଇବାକୁ ଦେବେ ନାହିଁ। ସଙ୍କଟ ସମୟରେ ଯେଉଁ ଅନୁଭବ ଏବଂ ଶିକ୍ଷା ମିଳିଥାଏ, ସେ ଶିକ୍ଷା ଦୁନିଆର କୌଣସି ମଧ୍ୟ ସ୍କୁଲ ଦେଇପାରିବେ ନାହିଁ। ଯେପରି ପତ୍ରଛଡ଼ା ବିନା ଗଛ ଉପରେ ନୂଆ ପତ୍ର ଆସିନଥାଏ, ଠିକ୍ ସେହିପରି କଠିନ ପରିସ୍ଥିତି ଏବଂ ସଂଘର୍ଷ ବିନା ଭଲ ଦିନ ମଧ୍ୟ ଆସିନଥାଏ। ବୃଦ୍ଧ ଅତୀତରେ ବଞ୍ଚିଥାଏ, ଏଥିପାଇଁ ନିରାଶ ରହିଥାଏ। ଯୁବକ ଭବିଷ୍ୟତରେ ବଞ୍ଚିଥାଏ, ସେଥିପାଇଁ ନିରାଶ ରହିଥାଏ। ପରନ୍ତୁ ଏକ ଛୋଟ ଶିଶୁ ବର୍ତ୍ତମାନରେ ବଞ୍ଚିଥାଏ, ଏଥିପାଇଁ ସବୁବେଳେ ଖୁସି ରହିଥାଏ। ଆଜି ଭଲ ପଛରେ କେହି ଯାଆନ୍ତି ନାହିଁ, ଖରାପ ପଛରେ ସମସ୍ତେ ଯାଆନ୍ତି। ମଦ ବିକ୍ରି କରୁଥିବା ଲୋକ କୁଆଡ଼େ ଯାଏ ନାହିଁ, କିନ୍ତୁ କ୍ଷୀର ବିକ୍ରି କରୁଥିବା ଲୋକକୁ ଗଲି ଗଲି ଯିବାକୁ ପଡ଼ିଥାଏ। ଜୀବନରେ ସବୁବେଳେ ଏମିତି ଲୋକଙ୍କୁ ପସନ୍ଦ କର ଯାହାର ହୃଦୟ ଚେହେରାଠାରୁ ମଧ୍ୟ ସୁନ୍ଦର ହୋଇଥାଏ। ଯେବେ ମଧ୍ୟ ତୁମକୁ ଲାଗିବ ଯେ ସବୁ କିଛି ସରିଗଲା, ଏବେ ଆଉ କୌଣସି ଅପସନ୍ ନାହିଁ, ତ ମନେ ରଖ, ଏହା ସେହି ମୁହୂର୍ତ୍ତ ଅଟେ ଯେଉଁଠାରେ ତୁମେ ଜୀବନରେ ଏକ ନୂଆ ମୋଡ଼ ନେବାକୁ ଯାଉଛି। କାହାର ସରଳ ସ୍ୱଭାବ ତା'ର ଦୁର୍ବଳତା ନୁହେଁ, ବରଂ ତା'ର ମା ବାପାଙ୍କ ଦ୍ୱାରା ଦିଆଯାଇଥିବା ସଂସ୍କାର ହୋଇଥାଏ। ନିଜ ଜୀବନର ତୁଳନା କାହା ସହିତ କରିବା ଉଚିତ ନୁହେଁ। ସୂର୍ଯ୍ୟ ଏବଂ ଚନ୍ଦ୍ରର ମଧ୍ୟରେ କୌଣସି ତୁଳନା ନାହିଁ। ଯେବେ ଯାହାର ସମୟ ଆସିଥାଏ, ସେ ଚମକିଥାଏ। ଶିଖରକୁ ସେ ପହଞ୍ଚିଥାଏ ଯିଏ ପ୍ରତିଶୋଧର ନୁହେଁ, ପରିବର୍ତ୍ତନର ଭାବନା ରଖିଥାଏ। ପରମାତ୍ମା ସମସ୍ତଙ୍କୁ ଗୋଟିଏ ମାଟିରେ ବନାଇଥାଏ। ଖାଲି ପାର୍ଥକ୍ୟ ଏତିକି ଯେ କିଏ ବାହାରୁ ସୁନ୍ଦର ହୋଇଥାଏ ତ କିଏ ଭିତରୁ। ଖରାପ ଟିପ୍ପଣୀକୁ ନେଇ ଚିନ୍ତାରେ ରୁହନ୍ତୁ ନାହିଁ, ବରଂ ତା'ର ସାମ୍ନା କରନ୍ତୁ। ମନେ ରଖନ୍ତୁ, ସମୟର ଗ୍ରହଣ ତ ଚନ୍ଦ୍ର ଏବଂ ସୂର୍ଯ୍ୟ ମଧ୍ୟ ସହାୟ କରନ୍ତି। ଯଦି ତୁମେ କାହାକୁ ହୃଦୟରୁ ଚାହଁ, ତ ସେ ତୁମକୁ ପ୍ରାୟୋରିଟି ଦିଏ ନାହିଁ, ତ ଏହା ତା'ର ଦୁର୍ଭାଗ୍ୟ ଅଟେ, ତୁମର ନୁହେଁ। ଯଦି କେହି ଆପଣଙ୍କ ରାସ୍ତାରେ ଗାତ ଖୋଳେ, ତ ଚିନ୍ତିତ ହୁଅନ୍ତୁ ନାହିଁ। ଏହା ସେହି ଲୋକ ଅଟନ୍ତି ଯିଏ ଆପଣଙ୍କୁ ଡେଇଁବା ଶିଖାଇଥାନ୍ତି। ନଦୀର ପାଣି ମିଠା ହୋଇଥାଏ କାରଣ ସେ ପାଣି ଦେଉଥାଏ, କିନ୍ତୁ ସମୁଦ୍ରର ପାଣି ଖାରିଆ ହୋଇଥାଏ କାହିଁକି ନା ସେ ସବୁବେଳେ ନେଇଥାଏ, ଏବଂ ନର୍ଦ୍ଦମାର ପାଣି ଦୁର୍ଗନ୍ଧ ଦେଇଥାଏ କାରଣ ସେ ଅଟକିଥାଏ। ଏହା ଜୀବନ ଅଟେ, ଦେଉଥିବ ତ ସମସ୍ତଙ୍କୁ ମିଠା ଲାଗିବ, ନେଉଥିବ ତ ଖାରିଆ ଲାଗିବ, ଏବଂ ଯଦି ଅଟକିଯିବ ତ ସମସ୍ତଙ୍କୁ ବେକାର ଲାଗିବ। କ୍ଷୀର ଉପଯୋଗୀ ଅଟେ, କିନ୍ତୁ ଗୋଟିଏ ଦିନ ପାଇଁ, ପୁଣି ତାହା ଖରାପ ହୋଇଯାଏ। କ୍ଷୀରରେ ଗୋଟିଏ ବୁନ୍ଦା ଖଟା ପକାଇବା ଦ୍ୱାରା ତାହା ଦହି ହୋଇଯାଏ, ଯାହା କେବଳ ଆଉ 2 ଦିନ ରହିଥାଏ। ଦହିର ମନ୍ଥନ କରିବା ଦ୍ୱାରା ତାହା ଲହୁଣୀ ହୋଇଥାଏ ଏବଂ ତାହା 3 ଦିନ ରହିଥାଏ। ଲହୁଣୀକୁ ତରଳାଇଲେ ଘିଅ ହୋଇଥାଏ। ଘିଅ କେବେ ମଧ୍ୟ ଖରାପ ହୁଏ ନାହିଁ। ଗୋଟିଏ ଦିନରେ ଖରାପ ହୋଇଯାଉଥିବା କ୍ଷୀରରେ କେବେ ଖରାପ ନ ହେବାର ଘିଅ ଲୁଚି ରହିଥାଏ। ଏହି ପ୍ରକାର ଆପଣଙ୍କ ମନ ମଧ୍ୟ ଅଥାହ ଶକ୍ତିରେ ଭରା ଅଟେ। ସେଥିରେ କିଛି ସକାରାତ୍ମକ ବିଚାର ଭର। ନିଜକୁ ନିଜେ ମନ୍ଥନ କର ବା ଚିନ୍ତନ କର। ବହୁତ ଥର ମନେ କରିଥାଏ ହାର ମାନିଯିବି, କିନ୍ତୁ ପରେ ମନ ହୋଇଥାଏ ଏବେ ତ ମୋତେ ବହୁତ ଲୋକଙ୍କୁ ପ୍ରମାଣିତ କରିବାର ଅଛି। ଆଶା ଆମକୁ କେବେ ଛାଡ଼ିକରି ଯାଏ ନାହିଁ, ଖାଲି ଆମେ ହିଁ ତାକୁ ଛାଡ଼ି ଦେଇଥାଉ। ବହୁ ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ, ଖାଲି ଏହା ଜାଣିବା ପାଇଁ କି ନିକଟରେ କିଏ ଅଛି। ସାଙ୍ଗମାନେ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତ ନିଶ୍ଚୟ ଲାଇକ୍ କରନ୍ତୁ ଏବଂ ଆଗକୁ ଏହିଭଳି ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଧନ୍ୟବାଦ।